ମୁଁ ଯେଉଁ ବର୍ଷା ଦିନିଆ କମର୍ସିଆଲ ଗେଣ୍ଡୁ ଲଗେଇଥିଲି ଆପଣଙ୍କୁ ପ୍ରଥମେ ଦେଖେଇଥିଲି, ଲଗେଇବା ବେଳର ଭିଡ଼ିଓ ଆପଣମାନଙ୍କୁ ଦେଖେଇଥିଲି। ବର୍ତ୍ତମାନ ତାର ପୋଜିସନ୍ ଦେଖନ୍ତୁ, ଅଗଷ୍ଟ 15 ଆଜିର ପୋଜିସନ୍ ଏଇଆ। କିଛି ଗଛରେ ଫୁଲ ଆସିବା ଆରମ୍ଭ କଲାଣି, କଡ଼ି ଆସିବା ଆରମ୍ଭ କଲାଣି। ତା ଅଗଗୁଡ଼ିକ ଛିଣ୍ଡେଇ ଦେବାକୁ ପଡ଼ିବ, କାହିଁକିନା ବୁଦା ମାରିବନି ଗଛ। କିନ୍ତୁ ଏଇ ବର୍ଷା ଦିନିଆ ଗେଣ୍ଡୁ ଗଛର ଗୋଟିଏ ସମସ୍ୟା ହେଲା, ଯେତେବେଳେ ଆମେ ପ୍ରଥମେ ସାର ଖତ ଦେଇକି ତାର ଇଣ୍ଟରକଲଚରାଲ ଅପରେସନ୍ କରୁ, ତାପରେ ଯେଉଁ ବାହାର ବାଳୁଙ୍ଗା ଯେଉଁଗୁଡ଼ିକ ହେଲା ଅନାବନା ଗଛ, ସିଏ ସାର ଖତ ପାଇକି ବହୁତ ଜୋରରେ ବଢ଼ିଯାଆନ୍ତି। ତେଣୁ ତାକୁ ବର୍ତ୍ତମାନ ଦେଖନ୍ତୁ, ଆପଣ ଜଣେ ମାଳି ତାକୁ ଉପାଡ଼ିବାରେ ଲାଗିଛନ୍ତି। ତେଣୁ ୟାକୁ ଯଦି କ୍ଷେତରୁ ବାହାର କରି ନ ଦିଆଯାଏ, ସମସ୍ତ ସାର ଖତକୁ ସେମାନେ ବ୍ୟବହାର କରିଦେବେ, ଆଉ ଭଲ ଗେଣ୍ଡୁ ଫୁଲ ମିଳିବନି। ତେଣୁ ଆମେ ଯେଉଁ ଟାର୍ଗେଟ୍ କରିଥିଲୁ, ଆପଣମାନଙ୍କୁ କହୁଥିଲି ଯେ ଗଣେଶ ପୂଜା ସୁଦ୍ଧା ମୋର ଗେଣ୍ଡୁ ଫୁଟିବ, ଗେଣ୍ଡୁ ନିଶ୍ଚୟ ଫୁଟିବ। କିନ୍ତୁ ତାକୁ ଟିକେ ସୁପରିଚାଳନା ଦରକାର, ତାକୁ ଟିକେ ବିଷ ସାର ହରମୋନ୍ ଦେବାକୁ ପଡ଼ିବ। ତାପରେ ଯାଇକି ଆମର ଇଏ କ୍ଷେତ ଭଲ ଭାବରେ ହେବ। ତାପରେ ପରବର୍ତ୍ତୀ ସମୟରେ ଯେତେବେଳେ ଫୁଲ ଫୁଟିବ, ଯେତେବେଳେ ବିକ୍ରି ଆରମ୍ଭ ହେବ, ସେତେବେଳେ ମୁଁ ଆପଣଙ୍କୁ ଦେଖେଇବି। ବର୍ତ୍ତମାନ ମୁଁ ଆପଣଙ୍କୁ ଦେଖିବାକୁ ଚାହୁଁଛି ଗୋଟେ ଗୋଟେ ଗଛରେ ଫୁଲ ମଧ୍ୟ ଆସିଲାଣି, କିନ୍ତୁ ଇଏ ଫୁଲ ସଫିସିଏଣ୍ଟ ନୁହେଁ। ଭଲ ଫୁଲ ଆସିବା ପାଇଁ ତାକୁ ଆଉ ଟିକେ ଭଲ ଭାବରେ ଯତ୍ନ ନେବାକୁ ପଡ଼ିବ।